ନିର୍ବନ୍ଧରେ ପ୍ରୀତମଙ୍କୁ ସାର୍ଟ ପ୍ୟାଣ୍ଟ ଯାହା ଦେବାର ଥିଲା ତାଙ୍କୁ ସାଙ୍ଗରେ ନେଇ ଆମେ କିଣିକି ଆଣିଲୁ ଭୁବନେଶ୍ୱରରୁ। ତାପରେ ଘରେ ପହଞ୍ଚିଲା ପରେ ବୋଉ ଜେଜେମାଙ୍କୁ ସବୁ ଜିନିଷ ବାହାର କରି ଦେଖେଇଲା। ମିନତୀ ଖୁଡି ଏବଂ ସବିତା ଖୁଡି ମଧ୍ୟ ଆସି ଦେଖିଲେ। ଯାହାବି ଆସିଥିଲା ସମସ୍ତଙ୍କୁ ପସନ୍ଦ ଆସିଲ। ପ୍ରୀତମ କିଣିଥିବା ଶାଢ଼ୀ ତାଙ୍କ ମାଙ୍କ ପାଇଁ ଏବଂ ମୋ ପାଇଁ ମଧ୍ୟ ଆମ ଘରକୁ ଚାଲି ଆସିଛି। ସେ ଗଲାବେଳେ ନେବାକୁ ଭୁଲି ଯାଇଛନ୍ତି ଜେଜେଙ୍କୁ କହିବାରୁ ସେ ଫୋନ କରି ପ୍ରୀତମଙ୍କ ଘରକୁ ଜଣେଇଦେଲେ ଏବଂ କହିଲେ ଆମେ ପ୍ରଦେୟ ହାତରେ ପଠେଇ ଦେଉଛୁ ଏଇ ସାଙ୍ଗେ ସାଙ୍ଗେ ସବୁ ଜିନିଷ। ସେ ଆପଣଙ୍କ ଘର ଦେଖିଛି, ଦେଇକରି ଆସିବ। ପ୍ରଦେୟ ତାଙ୍କର ଶାଢ଼ୀ 2 ଖଣ୍ଡ ନେଇ ଗଲା ଦେବାକୁ। ଜେଜେ କହିଲେ ବୋଉ ପାଖରୁ ପଇସା ନେଇଯା, ମିଠା ବାଟରୁ ନେଇଯିବୁ ତାଙ୍କ ଘରେ ଦେବାକୁ। ପ୍ରଦେୟ ଜେଜେଙ୍କ କହିବା ଅନୁସାରେ ବାଟରୁ ମିଠା ନେଇଯାଇ ପ୍ରୀତମଙ୍କ ଘରେ ପହଞ୍ଚିଲା। ତାଙ୍କ ଶାଢ଼ୀ ସହିତ ମିଠା ଦେଇ ବାହାରିଲା ଆସିବାକୁ। ପ୍ରୀତମଙ୍କ ମାତାକୁ ନେଇ ପ୍ରୀତମଙ୍କ ପାଖରେ ବସେଇ ଦେଇ ଆସିଲ। କହିଲେ ବାବା ଏଇଠି ବସି ପ୍ରୀତମ ଭାଇ ସାଙ୍ଗରେ କଥା ହେଉଥା, ମୁଁ ସାଙ୍ଗେ ସାଙ୍ଗେ ଆସୁଛି। ପ୍ରଦେୟ କହିଲା ପ୍ରୀତମ ଭାଇ ଘରେ ଖାଇକରି ଆସିଛି, ଆଉ ପେଟରେ ଜାଗା ନାହିଁ ଖାଇବାକୁ, ଟିକେ ମତେ ସାହାଯ୍ୟ କର। ମାଉସୀଙ୍କୁ କହିବ ମୁଁ କିଛି ଖାଇବିନି, କେବଳ ପାଣି ପିଇ ଦେଇ ଯିବି। ପ୍ରୀତମ ହସିଲେ, କହିଲେ ଆସ ମୋ ପାଖରେ ଯାହା ଖାଇବା ବୋଉ ଆଣିବ, ଅଧା ଅଧା କରି ଖାଇଦେବା, କିନ୍ତୁ ଗୋଟିଏ ସର୍ତ୍ତରେ। ସର୍ତ୍ତ ପୁଣି କ'ଣ? ପ୍ରୀତମ କହିଲେ ଭାବି ଶଳା ସାହେବ ଡରିବାର କିଛି ନାହିଁ। ମୁଁ ଯେତେବେଳେ ଟଙ୍ଗରକୁ ଯିବି ବାହାଘର ପରେ ମତେ ଯାହା ଖାଇବାକୁ ଦିଆଯିବ ସେଥିରୁ ଅଧା ଭାଗ ତମେ ଖାଇବ। ପ୍ରଦେୟ ହସିଲା, କହିଲା ସେ ଦାୟିତ୍ୱ ମୋ ଉପରେ ଛାଡ଼ିଦି, ଅଧିକ ଖାଇବାର ତକଲିଫରୁ ମୁଁ ତମକୁ ବଞ୍ଚେଇବି। ତମ ସର୍ତ୍ତ ମତେ ମଞ୍ଜୁର, ମନେ ରହିବ ତ? ପ୍ରୀତମ ପଚାରିଲେ। ପ୍ରଦେୟ କହିଲା ପ୍ରୀତମ ଭାଇ ମୁଁ କିଛି ଭୁଲେନି, ଦେଖିବ ତମ ବାହାଘର ପରେ ଯେତେବେଳେ ଯିବ ଆମ ଘରକୁ। ପ୍ରୀତମଙ୍କ ମାଖାଇବା ଆଣି ଆସିଲେ, ପିଠା ମିଠା ଫଳ ଥାଳି ଭର୍ତ୍ତି କରି। ପ୍ରଦେୟ କହିଲା ମାଉସୀ ମୁଁ ଘରୁ ସାଙ୍ଗେ ସାଙ୍ଗେ ଖାଇକରି ଆସିଛି, ଏତେ ଖାଇବିନି, ଏଇ ଫଳ ଟିକେ ଖାଇଦେଇ ଯିବି। ମାତୃତ୍ୱ ଭରା ସ୍ନେହରେ ଦୁନିଆ ସାରା ମମତାମୟୀ ମାଙ୍କ ପରି ପ୍ରୀତମଙ୍କ ମା କହିଲେ ଖାଇଦିଅ ବାବା, କେତେବେଳେ ଖାଇଥିଲ, ଏତେବେଳ ଯାଏ ପେଟରେ ଆଉ ଅଛି, ପେଟ ପଶି ଯାଉଛି, ଖାଇଦିଏ। ପ୍ରୀତମ କହିଲେ ହଁ ତୁ ଯା, ସେ ବସି ବସି ଖାଇଦେବ। ହଁ ତୁ ଦେଖିବୁ, ମୁଁ ଯାଉଛି କହି ପ୍ରୀତମଙ୍କ ମା ଚାଲିଗଲା ପରେ ପ୍ରୀତମ ପେପର ଖଣ୍ଡେ ଆଣି ସବୁ ଫଳ ବାହାର କରି ଆଣିଦେଲେ ପ୍ରଦେୟକୁ। କହିଲେ ଫଳ ପେଟକୁ ଭାରି କରେଇବନି, ଖାଇଦିଅ, ଆଉ ଟିକେ ପରେ ମୁଁ ଖାଇଦେବି ପିଠା। ପ୍ରଦେୟ କହିଲା ତମେ ବି ମୋ ସାଙ୍ଗରେ ଫଳ ଖାଅ, ମୁଁ ଏତେ ଖାଇପାରିବିନି। ସେମାନେ ମିଶିକି ଖାଇଦେଲେ ଫଳ ତକ। ପ୍ରଦେୟ କହିଲା ଭାଇ ଧନ୍ୟବାଦ, ସର୍ତ୍ତ ମନେ ରହିଲା। ପୂର୍ଣ୍ଣ ଭାବରେ ଭିନୋଇ ବନିଗଲା ପରେ ସର୍ତ୍ତ ପୂରଣ କରିବି। ପ୍ରୀତମ ପ୍ରଦେୟ ସାଙ୍ଗରେ ଆସିଲେ ତାକୁ ଛାଡ଼ିବାକୁ। ପ୍ରଦେୟ ସମସ୍ତଙ୍କଠାରୁ ବିଦାୟ ନେଇ ଆସି ଗାଡ଼ିରେ ବସିଲା। ପ୍ରୀତମଙ୍କ ବାପା ନିର୍ବନ୍ଧକୁ ଆସିବାକୁ ଥିବା ତାଙ୍କର ବନ୍ଧୁ ବାନ୍ଧବଙ୍କ ଲିଷ୍ଟ ଆଣି ପ୍ରଦେୟକୁ ଦେଇ କହିଲେ ତମ ଜେଜେଙ୍କୁ ଦେଇଦେବ। ପ୍ରଦେୟ ଆସିଲା ଘରକୁ। ବୋଉ ଏବଂ ଖୁଡିମାନଙ୍କ କହିବା ଅନୁସାରେ ବୈଭବ ଦାଦା ଶାଢ଼ୀ ଆଣିଛନ୍ତି ବୋଲି ରାତିରେ ଖାଇବା ସମୟରେ କହିଲେ ବୋଉକୁ। ବୋଉ କହିଲା ଠିକ ଅଛି, ଆମେ କାଲି ଯାଇ ଦେଖିକରି ନେଇଆସିବୁ। ମିନତୀ ଖୁଡି ଓ ସବିତା ଖୁଡିଙ୍କର ଖୁସିର ଠିକଣା ନାହିଁ। କାଲି ଯିବେ ଶାଢ଼ୀ କିଣିବାକୁ ବୋଲ। ସକାଳୁ ସକାଳୁ ଶୀଘ୍ର ଶୀଘ୍ର ସମସ୍ତେ କାମ ସାରିବାରେ ଲାଗିଛନ୍ତି, ଖାସ କରି ମିନତୀ ଖୁଡି ଓ ସବିତା ଖୁଡି। ମିନତୀ ଖୁଡି ବୋଉକୁ କହିଲେ ଅପା ଜଲ୍ଦି ରେଡି ହୁଅ, ଯାଇକରି ଦୋକାନରେ କାମ ସାରି ଆସିଲେ ଘରେ ରୋଷେଇ ହେବ। ବୋଉ କହିଲା ଏବେ ଗଲେ ଘରେ ସବୁ ଗୋଳମାଳ ହେଇଯିବ। ଲଞ୍ଚ ସମୟ ପରେ ଯେତେବେଳେ ବୈଭବ ଶିବମ ଦୋକାନ ଯିବେ ଆମେ ସେତିକିବେଳେ ଯିବା। ଶାଢ଼ୀ ଦେଖୁ ଦେଖୁ କେତେବେଳେ ସମୟ ପଳେଇବ ଜଣା ପଡ଼ିବନି। ଘରେ ପିଲାମାନେ ବାପା ବୋଉ ସମସ୍ତେ ହଇରାଣ ହେଇଯିବେ ଖାଇବା ପାଇଁ, ଯଦି ଠିକ ସମୟରେ ରୋଷେଇ ହେଇ ନପାରିଲା। ତେଣୁ ଆଉ ଟିକେ ସମୟ ରହିଯା, ସବୁ ଦାୟିତ୍ୱ ସାରିଦେଇ ଯିବା ଆମ ନିଜ ଦୋକାନ। ଶାଢ଼ୀ କେହି ନେଇଯିବେନି। ମିନତୀ ଖୁଡି ହଁ ମାରି ଚାଲିଗଲ। ପ୍ରଦେୟ ପ୍ରୀତମଙ୍କ ବାପା ପଠେଇଥିବା ଲିଷ୍ଟ ଆଣି ବାପାଙ୍କୁ ଦେଲା। ତାଙ୍କ ଘରୁ ଲିଷ୍ଟ ଆସିନଥିଲା, ସେଥିପାଇଁ ଆମର ଭୋଜି ପାଇଁ କିଛି ଆୟୋଜନ ହେଇପାରୁ ନଥିଲା। ଏପର୍ଯ୍ୟନ୍ତ ବାପା ଏବଂ ଜେଜେ ବସି
फाइनाल लिस्टटीए बाहर करिले। बापा लिस्ट नेई मंदिर को गले। 500 लोकंको पाई रोसेई करिबाकू बापा कही करी आसिले। आगरू आइटमर लिस्ट मंदिर रे दिया हेइथिला। संध्या बेले आउ थरे बापा ओ शिवम दादा जाई विस्तृत भाबरे सबु मंदिरर सेक्रेटारींकू कहिकी आसी बोली योजना रहिल। लंच करिसारी मो रूमकू आसिली। बो मिनती खुडी सबिता खुडी खाइसारी दोकान जीवार आयोजन करुथिल। मु बोकू कहिली आद्रा प्रतिचयी पाई ड्रेस एवं जेजेमांको पाई साड़ी आनिबाकू दादांकू कहिबा पाई। बोऊ कहिबो बोली मते कहिला। 3टा बेळकू दादा गाड़ी रे बोऊ खुडी मानंकू नेई दोकानकू गले। मु सोइबाकू आसिल। प्रीतमंको कथा भाबुथिली। फोन नंबर नेले। फोन के करिबे केजाणी काम रहुथी। सेथिपाई कल करिपारु नाहांती बोधे। मोर निजर बहुत काम रहिलाणी। साड़ी ब्लाउज करिबाकू टेलरकू देब। एते कम दिनरे तियारी करी देई पारिबो कि नाही मु जानेन। आउ डेरी न करी आजी संध्या बेले जाई पाख टेलरकू देई आसीबी। मो फोन रिंग हेला। प्रीतमंको कल। कौन कथा हेबी भाबुथिली। फोन उठेई हेलो कहिली। प्रीतमंको कंठस्वर चिन्ही पारुछ कि नाही। मु छेप ओढ़ू की कहिली हाँ। प्रीतम परिचित कंठस्वर। कौन करुछ पचारिले से। मु कहिली मो रूमरे सोईछि जस्ट तम कथा भाबुथिल। मो कथा कौन भाबुथिल प्लीज कुह बहुत आग्रहर सहित पचारिले प्रीतम। मु कहिली काली ठारू नंबर नेलनी ए पर्यंत कल काहींकी करिन भाबुथिल। तामाने कंप्लेन करुथिल। आरे काम बहुत रहुछि मु प्रकृतरे फ्री हेई पारुनी नहेले दिन राती तम सांगरे कथा होअंत। मु कहिली मिछ कुहनी दिन राती केमिति कथा हेबो। खाइबा पीइबा सोइबा किछि करिबनी। ता छडा तम ऑफिस काम जहा पाई मते कल करि पारुनो से कामर अवस्था कौन है। प्रीतम हसिले कहिले ओकिल परी नुहे भाभी पत्नी परी कथा हो। आछा गोटिए कथा पचारिबी ठीक उत्तर देब प्लीज मु कहिल। से कहिले पचार किंतु प्रेमरे श्रद्धारे। बाहाघर परे तम काम आम मझिरे आसीबनी तो मु श्रद्धारे पचारुछि सीरियस हुओनी प्लीज। से कहिले तमे आसिले मु कामरु किछि दिन पाई अवसर नेई तम पाखरे रहिबी। तापरे तमे मो पाखरे थिला बेले काम कथा मनकू आसीबनी मु जानिछ। सेथिपाई तो निजर कंपानी स्थापित करिब। मो स्त्री को छाड़ी मु कुआडे न जिबा पाई कौन एबे भी मो उपरे संदेह हेउछ। मु कहिली सतरे तम उपरे मोर संदेह एबे नाही कि के नथिला आगकू भी रहिबनी बोली मोर विश्वास अछ। स्नेह श्रद्धा भल पाइबार स्थान अलगा एवं कर्म कर्तव्यर स्थान मध्य अलगा। केही काहा रास्तारे आसीबेन। जीवनर पथरे चालिला बेले दुईटाकू निज निज स्थानरे रखिकी चालिबाकू हेबो। दुईटा जाक जीवनरे अमूल्य अपरिमेय संपत्ति कहिले अत्युक्ति हेबन। प्रीतम कहिले प्रथमे एमिति क्लास नेउछ पाठरे फेल हेइगला परी लागुछि। तापरे एमिति बुझाउछ चुपचाप सुनिबाकू इच्छा हेउछ। मु कहिली काम कर किंतु निजर जत्न नी मु जीबी। जेजेंको पाई चाकरी घरे केही नाहांती समस्ते बाहरकू जाइछंती परे कथा हेब। प्रीतम कहिले ठीक अछि आई लव यू। मु कहिली आई लव यू ठू। से कहिले धन्यवाद उत्तर देइथिबार फोन रखी मु उठिली जेजेंको पाई चाकरी बाक।